मेघमाଳରେ शीघ्र आसुथिबा आम्भमानଙ୍କ प्रभु जीशु ख्रीष्टଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଏକ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରତିଦିନ ଭଳି ଆଜି ମଧ୍ୟ ପ୍ରଭୁଙ୍କର ବାକ୍ୟକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ଅନଲାଇନ ସେବା କାର୍ଯ୍ୟ ମାଧ୍ୟମରେ ଆପଣମାନଙ୍କ ସହିତ ପୁନର୍ବାର ସାକ୍ଷାତ କରିବା ପାଇଁ ସ୍ୱର୍ଗର ପରମେଶ୍ୱର ଏହି ସୁନ୍ଦର ସୁଯୋଗ ପୁନର୍ବାର ମୋ ଜୀବନରେ ଯୋଗ କଲେ, ସେଥିପାଇଁ ମୁଁ ପ୍ରଭୁଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ ଆସନ୍ତୁ ଆଜି ମଧ୍ୟ ଆଉ ଏକ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଅଳ୍ପ ସମୟ ଧ୍ୟାନ କରିବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ କଥାବାର୍ତ୍ତା ହେବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ମୋ ପରିବାରର ସମସ୍ତେ କେବେ ପରିତ୍ରାଣ ପାଇବେ। ଆଜିର ପ୍ରସଙ୍ଗ ହେଲା ମୋ ପରିବାରର ସମସ୍ତ ଲୋକ କେବେ ପରିତ୍ରାଣ ପାଇବେ, କେବେ ଉଦ୍ଧାର ପାଇବେ। ଆଜି ଆମେ ଏହି ପ୍ରସଙ୍ଗରେ ପରମେଶ୍ୱରଙ୍କ ବାକ୍ୟରୁ ଅଳ୍ପ ସମୟ ଧ୍ୟାନ କରିବା ପାଇଁ ଯିବା। ଅନେକ ସମୟରେ ଆମ୍ଭମାନଙ୍କ ମନ ମଧ୍ୟରେ ପ୍ରଶ୍ନ ଆସେ, ଏପରିକି ଅନେକ ଭାଇ ଭଉଣୀମାନେ ସେମାନେ ପ୍ରାର୍ଥନା ଅନୁରୋଧ ଦିଅନ୍ତି, ଆମକୁ ପ୍ରଶ୍ନ ପଚାରନ୍ତି, ଭାଇ ମୁଁ ଉଦ୍ଧାର ପାଇଲି, ମୁଁ ପରିତ୍ରାଣ ପାଇଲି, ମାତ୍ର ମୋର ବାପା କେବେ ପରିତ୍ରାଣ ପାଇବେ, ମୋର ମା କେବେ ଉଦ୍ଧାର ପାଇବେ, ମୋର ସାନ ଭାଇ, ମୋର ପୁଅ ଝିଅ ଏମାନେ କେବେ ପରିତ୍ରାଣ ପାଇବେ, କେବେ ଉଦ୍ଧାର ପାଇବେ। ଏହି ପ୍ରକାର ଅନେକ ସମୟରେ ଆମେ ପ୍ରାର୍ଥନା ଅନୁରୋଧ ଗୁଡ଼ିକ ଦେଉ, ପ୍ରଶ୍ନ ପଚାରୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ପ୍ରଶ୍ନର ଉତ୍ତର ସ୍ୱରୂପେ ଆଜି ଆମେ ବାକ୍ୟରୁ ଅଳ୍ପ ସମୟ ଧ୍ୟାନ କରିବା ପାଇଁ ଯିବା। ଆପଣମାନେ ମୋ ସହିତ ପ୍ରେରିତ ପୁସ୍ତକକୁ ଆସିବେ। ପ୍ରେରିତ ପୁସ୍ତକ 16 ଅଧ୍ୟାୟ ତାର 30 ଆଉ 31 ପଦ ଆମେ ପାଠ କରି ଆଜିର ପ୍ରସଙ୍ଗରେ ଆମେ ଆଗକୁ ବଢିବା। ପ୍ରେରିତ ପୁସ୍ତକ 16 ଅଧ୍ୟାୟ 30 ପଦ ମୁଁ ଆମ ସମସ୍ତଙ୍କ ନିମନ୍ତେ ପଢିବା ପାଇଁ ଚାହେଁ। ଏହି ସ୍ଥାନରେ ଲେଖାଯାଏ, ଆଉ ସେମାନଙ୍କୁ ବାହାରକୁ ଆଣି କହିଲେ, ମହାଶୟ ମାନେ ପରିତ୍ରାଣ ପାଇବା ନିମନ୍ତେ ମତେ କଣ କରିବାକୁ ହେବ। ଏହା ହେଉଛି ବାଇବଲର ବହୁତ ବଡ଼ ପ୍ରଶ୍ନ ଅଟେ। ବାଇବଲର ଅତି ବଡ଼ ପ୍ରଶ୍ନ ଅଟେ। ସେ ପଚାରୁଛନ୍ତି ଯେ ମତେ ପରିତ୍ରାଣ ପାଇବା ପାଇଁ କଣ କରିବାକୁ ହେବ। ଏ ହେଉଛନ୍ତି ସେହି ଫିଲିପ କାରାଗାରର ସେହି କାରାରକ୍ଷକ। ଫିଲିପ ନଗରରେ ପାଉଲ ଆଉ ସିଲା ସେମାନେ ପ୍ରଭୁଙ୍କର ସେବା କାର୍ଯ୍ୟ ସକାଶେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସାକ୍ଷ୍ୟର ସକାଶେ ସେମାନେ କାରାଗାରରେ ବନ୍ଦିତ ଅବସ୍ଥାରେ ଥିଲେ। ଆଉ ସେହି ସମୟରେ ଯେତେବେଳେ ସେମାନେ ସେହି କାରାଗାରରେ ସେମାନେ ଆରାଧନା କରୁଛନ୍ତି, ପ୍ରଭୁଙ୍କର ପ୍ରଶଂସା କରୁଛନ୍ତି, ଆଉ କାରାଗାରର ଭିତ୍ତିମୂଳ କମ୍ପିବା ପାଇଁ ଲାଗୁଛି, ଦ୍ୱାର ଆପେ ଆପେ ମେଲା ହେଇଯାଉଛି। ଏହିପରି ସମୟରେ କାରାରକ୍ଷକ ତାହାଙ୍କ ନିକଟକୁ ଆସୁଛନ୍ତି। ଆଉ ସେଇ ସବୁ ଆଶ୍ଚର୍ଯ୍ୟ କର୍ମ, ସେଇ ସବୁ ପ୍ରଭୁଙ୍କର ସେଇ ଅଦ୍ଭୁତ କାର୍ଯ୍ୟ ଗୁଡ଼ିକ ସେ ଦେଖି ପାଉଲ ଆଉ ସିଲାଙ୍କୁ ସେ ପ୍ରଶ୍ନ ପଚାରୁଛନ୍ତି। କଣ ବୋଲି ପଚାରୁଛନ୍ତି? ମହାଶୟ ମାନେ ପରିତ୍ରାଣ ପାଇବା ନିମନ୍ତେ ମତେ କଣ କରିବାକୁ ହେବ। ଅନେକ ସମୟରେ ଆମେ ଅନେକ ପ୍ରକାର ପ୍ରଶ୍ନ ଗୁଡ଼ିକ ଆମେ ଅନେକଙ୍କୁ ଆମେ ପଚାରୁ। ମୁଁ ଡକ୍ଟର ହେବା ପାଇଁ କଣ କରିବା ପାଇଁ ପଡିବ, ମୁଁ ଧନୀ ହେବା ପାଇଁ କଣ କରିବା ପାଇଁ ପଡିବ, ମୁଁ ଘର ଉପରେ ଘର ବାନ୍ଧିବା ପାଇଁ କଣ କରିବା ପାଇଁ ପଡିବ, ମୁଁ ବାହା ହେବା ପାଇଁ, ମୁଁ ବାପା ହେବା ପାଇଁ ବିଭିନ୍ନ ପ୍ରକାର ପ୍ରଶ୍ନ ଗୁଡ଼ିକ ନେଇ ଆମେ ଅନେକ ସମୟରେ ଅନେକ ପ୍ରକାର ଲୋକମାନଙ୍କ ନିକଟକୁ ଯାଉ। ମାତ୍ର ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ, ଏହି କାରାରକ୍ଷକ ସେ ଯେଉଁ ପ୍ରଶ୍ନ ପଚାରୁଛନ୍ତି ଏହା ହେଉଛି ମନୁଷ୍ୟ ନିମନ୍ତେ ଅତି ଆବଶ୍ୟକୀୟ ପ୍ରଶ୍ନ ଅଟେ। ଆଉ ଏହା ସବୁଠାରୁ ବହୁତ ଭୟଙ୍କର ବା ବଡ଼ ପ୍ରଶ୍ନ ଅଟେ। ସେ ପଚାରୁଛନ୍ତି ଯେ ପରିତ୍ରାଣ ପାଇବା ପାଇଁ ମତେ କଣ କରିବାକୁ ହେବ। ଆପଣ 31 ପଦରେ ଦେଖିବେ, ଲେଖାଯାଏ, ସେମାନେ କହିଲେ, ପ୍ରଭୁ ଯୀଶୁଙ୍କ ଠାରେ ବିଶ୍ୱାସ କର, ତାହେଲେ ତୁମ୍ଭେ ସ୍ୱପରିବାରରେ ପରିତ୍ରାଣ ପାଇବ। ପ୍ରଭୁଙ୍କ ନାମର ଗୌରବ ହଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏ ସ୍ଥାନ ଲେଖାଯାଏ ଯେ ଆମେ ଯେବେ ପ୍ରଭୁଙ୍କ ନିକଟରେ ବିଶ୍ୱାସ କରିବା, ଆମେ ଯୀଶୁଙ୍କୁ ଯଦି ନିଜର ପ୍ରଭୁ ଭାବରେ ଆମେ ବିଶ୍ୱାସ କରିବା, ତାହେଲେ ଆମେ କେବଳ ପରିତ୍ରାଣ ପାଇବା ତାହା ନୁହେଁ। ଏହି ସ୍ଥାନରେ ଲେଖାଯାଏ ଆମର ସମସ୍ତ ଲୋକ, ଆମର ସ୍ୱପରିବାର ପରିତ୍ରାଣ ପାଇବେ। ଏହା କେତେ ସୁନ୍ଦର ପ୍ରତିଜ୍ଞା ଅଟେ, ଏହା କେତେ ସୁନ୍ଦର ପ୍ରତିଜ୍ଞା ଅଟେ। ଅନେକ ସମୟରେ ଆମେ ଏଇ ସବୁ ପ୍ରତିଜ୍ଞାକୁ ଭୁଲି ଯାଇ ଆମେ ପୁରାତନ ନିୟମର ତୁମେ ବାହାରେ ଧନ୍ୟ ହେବ, ଭିତରେ ଧନ୍ୟ ହେବ, ତୁମର ଚାଙ୍ଗୁଡି ଧନ୍ୟ ହେବ, ଏଇ ପ୍ରକାର ଯୋଉ ପ୍ରତିଜ୍ଞା ଗୁଡ଼ିକ ଅଛି, ଏଇ ଯୋଉ ଶାରୀରିକ ପ୍ରତିଜ୍ଞା ଗୁଡ଼ିକ, ଏଇ ସବୁ ପ୍ରତିଜ୍ଞାରେ ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ
ସେମାନେ ଅଟିକି ଯାଆନ୍ତି, ସେଇଠି ସେମାନେ ଲାଗି ରହି ଯାଆନ୍ତି ଆଉ ସେମାନେ ସନ୍ତୁଷ୍ଟ ହେଇଯାଆନ୍ତି। ମାତ୍ର ଆମେ ଏହି ସ୍ଥାନରେ ପରମେଶ୍ୱର ଯେଉଁ ପ୍ରତିଜ୍ଞା ଦଉଛନ୍ତି, ଏହି ମହତ୍ ପ୍ରତିଜ୍ଞା, ଏହି ବହୁମୂଲ୍ୟ ପ୍ରତିଜ୍ଞାକୁ ଆମେ ରିସିଭ କରିବାର ଅଛି। ଏହି ବାକ୍ୟ ଉପରେ ଆମେ ଠିଆ ହେବାର ଆବଶ୍ୟକ ରହିଛି। ସେ କହୁଛନ୍ତି ତୁମେ ଯଦି ବିଶ୍ୱାସ କରିବ ତାହେଲେ ତୁମର ପରିବାର ପରିତ୍ରାଣ ପାଇବ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆପଣଙ୍କ ମନରେ ଗୋଟେ ପ୍ରଶ୍ନ ଆସୁଥିବ ଯେ ମୁଁ ତ ବିଶ୍ୱାସ କରିନି କି, ମୁଁ ତ ଯୀଶୁଙ୍କୁ ବିଶ୍ୱାସ କରିଛି, ସେ ପ୍ରଭୁ ଅଟନ୍ତି, ସେ ମୋର ତ୍ରାଣକର୍ତ୍ତା ଅଟନ୍ତି, ମୁଁ ତାଙ୍କୁ ନିଜର ପ୍ରଭୁ ଭାବରେ ବିଶ୍ୱାସ କରିଛି, ଆଉ ମୁଁ ବିଶ୍ୱାସ କରି 5 ବର୍ଷ ହେଲା, 10 ବର୍ଷ ହେଲା, ତଥାପି ଆଜି ମୋର ପରିବାର ଅନେକ ପରିତ୍ରାଣ ପାଇପାରି ନାହାନ୍ତି। ଏହାର କାରଣ କଣ ହେଇପାରେ? ପ୍ରିୟ ପ୍ରଭୁଙ୍କ ଲୋକମାନେ, କେବଳ ବିଶ୍ୱାସ କଲେ ହେବ ନାହିଁ। ବିଶ୍ୱାସ ଯଥେଷ୍ଟ ନୁହେଁ। ଯୀଶୁଙ୍କୁ କେବଳ ଖ୍ରୀଷ୍ଟିଆନ ମାନେ ଯେ ବିଶ୍ୱାସ କରୁଛନ୍ତି, ମନୁଷ୍ୟମାନେ ଯେ ବିଶ୍ୱାସ କରୁଛନ୍ତି ତାହା ନୁହେଁ। ବାକ୍ୟ କହେ ଭୂତ ମଧ୍ୟ ଯୀଶୁଙ୍କୁ ବିଶ୍ୱାସ କରେ ଆଉ ସେ ତରହର ହୋଇ ବାହାରି ଯାଏ। ବିଶ୍ୱାସ ଯଥେଷ୍ଟ ନୁହେଁ। ସେଥିପାଇଁ ଯାକୁବ ଲେଖିଲେ ଯେ କାର୍ଯ୍ୟ ବିନା ବିଶ୍ୱାସ ମୃତ ଅଟେ। ଆମେ ବିଶ୍ୱାସ କଲେ ହେବ ନାହିଁ। ଆମକୁ ଜେଲରଙ୍କ ପରି ବିଶ୍ୱାସ ଦରକାର। ଜେଲର ଯେ ପ୍ରକାର ବିଶ୍ୱାସ କଲେ ଆଉ ରାତ୍ରିର ସେହି ଘଡ଼ିରେ ସେ ଉଦ୍ଧାର ପାଇଲେ, ତାଙ୍କର ପରିବାର ସମସ୍ତେ ମଧ୍ୟରାତ୍ରିରେ ସେମାନେ ଯୀଶୁଙ୍କର ବାକ୍ୟ ଶୁଣି ଯୀଶୁଙ୍କୁ ନିଜର ପ୍ରଭୁ ଭାବରେ ଗ୍ରହଣ କରି ସେମାନେ ସେ ମଧ୍ୟରାତ୍ରିରେ ସେମାନେ ବାପ୍ତିଜିତ ହେଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମକୁ ବିଶ୍ୱାସ କରିବାର ଅଛି। ଅନେକ ସମୟରେ ଆମେ ଅନ୍ୟକୁ କହିଥାଉ ଯେ ମୋ ପରିବାର କାହିଁକି ପରିତ୍ରାଣ ପାଉନାହାନ୍ତି। ସମସ୍ୟା ବାହାରେ ନାହିଁ, ସମସ୍ୟା ନିଜ ଭିତରେ ଥାଏ। ଅନେକ ସମୟରେ ଆମର ଇଲେକ୍ଟ୍ରିକ ପୋଲରେ କରେଣ୍ଟ ଥାଏ, ଲାଇନ୍ ଥାଏ, ମାତ୍ର ଘରେ ଆମେ ଯେତେବେଳେ ସୁଇଚ ଅନ୍ କରୁ ତଥାପି ଲାଇନ୍ ଜଳେ ନାହିଁ। କାହିଁକି? ମେନ୍ ସୁଇଚରେ ଅଫ୍ ଥାଏ। ମେନ୍ ସୁଇଚ ଯେତେବେଳେ ଆମେ ଅନ୍ କରିଦେଉ, ପରିବାରର ସମସ୍ତ ରୁମ୍ ବା ଘରର ସମସ୍ତ ରୁମ୍ରେ କ'ଣ ହୁଏ? ଇଲେକ୍ଟ୍ରିକ ସପ୍ଲାଏ ହୁଏ। ଠିକ୍ ସେମିତି ପ୍ରିୟ ଭାଇ ଭଉଣୀମାନେ, ହେଇପାରେ ଆପଣ ପରିବାରର ମୁଖ୍ୟ ସ୍ୱାମୀ ଏହି ବାକ୍ୟ ଶୁଣୁଛନ୍ତି, ହେଇପାରେ ସ୍ତ୍ରୀ ଆପଣ ଶୁଣୁଛନ୍ତି, ହେଇପାରେ ପରିବାରର ପୁଅ ଝିଅ, ଆପଣ ଯିଏ ବି ହୁଅନ୍ତୁ ନା କାହିଁକି, ଯଦି ପରିବାର କିଏ ବି ପରିତ୍ରାଣ ପାଇନାହାନ୍ତି, ଆପଣ ଜଣେ ପରିତ୍ରାଣ ପାଇଛନ୍ତି, ତାହେଲେ ଯଥେଷ୍ଟ। କିନ୍ତୁ ଆମେ ବିଶ୍ୱାସ କଲେ କେବଳ ହେବ ନାହିଁ, ବିଶ୍ୱାସ ଅନୁସାରେ ଆମକୁ କାର୍ଯ୍ୟ କରିବା ପାଇଁ ପଡ଼ିବ। ସେହି ଜେଲରଙ୍କ ପରି ବିଶ୍ୱାସ ଆମ ପାଖରେ ଦରକାର। ଯଦି ଆମେ ଜେଲରଙ୍କ ପରି ବିଶ୍ୱାସ କରିବା, ତାହେଲେ ନିଶ୍ଚିତ ଭାବରେ ଆମର ସ୍ୱାମୀ ପରିବର୍ତ୍ତିତ ହେବେ, ଆମର ସ୍ତ୍ରୀ ପରିବର୍ତ୍ତିତ ହେବେ, ପୁଅମାନେ ପରିତ୍ରାଣ ପାଇବେ, ଆମର ଭାଇ, ଆମର କୁଟୁମ୍ବ ସମସ୍ତେ ପରିତ୍ରାଣ ପାଇବେ। କାହିଁକି ପାଇବେ? କାରଣ ବାକ୍ୟ କହେ ଯେ ତୁମେ ଯଦି ଯୀଶୁଙ୍କୁ ବିଶ୍ୱାସ କରିବ, ତୁମର ପରିବାରରେ ତୁମେ ପରିତ୍ରାଣ ପାଇବ। ବିଶ୍ୱାସ ବହୁତ ବଡ଼ ବିଷୟ ଅଟେ। ଏହି ବିଶ୍ୱାସ ମନୁଷ୍ୟ ନିଜେ ଉତ୍ପନ୍ନ କରିପାରେ ନାହିଁ। ଏହି ବିଶ୍ୱାସ ଈଶ୍ୱରଙ୍କ ଦାନ ଅଟେ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମ ପାଖରେ ସେହି ବିଶ୍ୱାସ ଦରକାର। ସେଦିନ ଜେଲର ଯେମିତି ପ୍ରଭୁଙ୍କୁ ବିଶ୍ୱାସ କଲେ ଆଉ ତାଙ୍କ ପରିବାର ଉଦ୍ଧାର ପାଇଲେ, ସେହି ବିଶ୍ୱାସ ଆମ ପାଖରେ ଦରକାର। ନହଙ୍କୁ ପ୍ରଭୁ କହିଲେ ଆମେ ପୃଥିବୀକୁ ବିନାଶ କରିବା ଆଉ ତୁମେ ଜାହାଜ ନିର୍ମାଣ କର। ନହ ବିଶ୍ୱାସ କଲେ। ଏଭ୍ରି ପୁସ୍ତକରେ ଲେଖାଯାଏ ଯେ ବିଶ୍ୱାସ ଅନୁସାରେ ଆପଣାର ପରିବାର ରକ୍ଷା ନିମନ୍ତେ ନହ କ'ଣ କଲେ? ଜାହାଜ ନିର୍ମାଣ କଲେ। ନହ କେବଳ ବିଶ୍ୱାସ କଲେ ନାହିଁ, ସେ କାର୍ଯ୍ୟ ମଧ୍ୟ କଲେ। ସେଇଦିନ ଲାଜରଙ୍କର ମୃତ୍ୟୁର କବରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମାର୍ଥାଙ୍କୁ କହିଲେ ତୁମେ ଯଦି ବିଶ୍ୱାସ କରିବ ତାହେଲେ ସେ ପୁନର୍ବାର ବଞ୍ଚିବ। କେବଳ ମାର୍ଥା ମରିୟମ କେବଳ ବିଶ୍ୱାସ କଲେ ନାହିଁ, ସେ ପଥର ମଧ୍ୟ ସେଦିନ ସେମାନେ ଘୁଞ୍ଚାଇଥିଲେ। ସେଥିପାଇଁ ଆମେ କେବଳ ବିଶ୍ୱାସ କଲେ ହେବ ନାହିଁ, ଆମେ କିପରି ବଞ୍ଚୁଛୁ ତାହା ସବୁଠାରୁ ବଡ଼ ବିଷୟ ଅଟେ। ମୁଁ ଆପଣମାନଙ୍କ ନିକଟରେ ପରବର୍ତ୍ତୀ ବାକ୍ୟ ରଖିବା ପାଇଁ ଚାହେଁ। ଗୀତ ସଂହିତା 101 ଅଧ୍ୟାୟ 2 ପଦ ଲେଖାଯାଏ, ମୁଁ ବିବେଚନା ପୂର୍ବକ ସିଦ୍ଧ ପଥରେ ଗମନ କରିବି। ଆହା, ତୁମ୍ଭେ କେବେ ମୋ ନିକଟକୁ ଆସିବ? ମୁଁ ଆପଣା ଗୃହ ମଧ୍ୟରେ ସିଦ୍ଧ ଅନ୍ତଃକରଣରେ ଆଚରଣ କରିବି। ପ୍ରଭୁଙ୍କ ନାମର ଗୌରବ। ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜ ଜୀବନର ତ୍ରାଣକର୍ତ୍ତା ଭାବରେ ବିଶ୍ୱାସ କରିଅଛୁ। ବହୁତ ଭଲ ବିଷୟ ଅଟେ, କାରଣ ସେ ହିଁ ପ୍ରଭୁ ଅଟନ୍ତି। କିନ୍ତୁ ବିଶ୍ୱାସ କଲା ପରେ, ଆମେ ତାହାଙ୍କୁ ଗ୍ରହଣ କଲା ପରେ, ବାପ୍ତିଜିତ ହେଲା ପରେ ଆମେ ପରିବାରରେ କେମିତି ବଞ୍ଚୁଛୁ, ଆମର ଆଚରଣ କେମିତି, ଆମର କଥାବାର୍ତ୍ତା କେମିତି, ଆମ ପରିବାର ଲୋକ ସହିତ ଆମର ବସା ଉଠା ବ୍ୟବହାର କିପରି ଅଟେ। ଏହି ସ୍ଥାନରେ ଦାଉଦ ମହାରାଜା ସେ କହନ୍ତି ଯେ ମୁଁ ଆପଣା ଗୃହରେ
ସିଦ୍ଧ ଅନ୍ତଃକରଣରେ ମୁଁ କଣ କରିବି? ଆଚରଣ କରିବି। ଖ୍ରୀଷ୍ଟିଆନ ଜୀବନ ପରିବାରରେ ବଞ୍ଚିବା ଜୀବନ। ମଣ୍ଡଳୀରେ ନମ୍ର ହେବା ସହଜ ଅଟେ, ବାହାର ଗାଁରେ ଯାଇ ଧାର୍ମିକ ହେବା ବହୁତ ସହଜ ଅଟେ, କିନ୍ତୁ ଖ୍ରୀଷ୍ଟିଆନ ଜୀବନ ପରିବାରରେ ବଞ୍ଚିବା ଜୀବନ। ଆମ ପରିବାରରେ ଯୀଶୁଖ୍ରୀଷ୍ଟ ଆମ ପରିବାରରେ ରହିବାର ଅଛି। ଆମର ଘର ପ୍ରଭୁଙ୍କର ପରିଚୟ ହେବାର ଅଛି। ଆମର ଘର ଯୀଶୁଙ୍କର ପରିଚୟ ହେବାର ଆବଶ୍ୟକ ରହିଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଶେଷରେ ଆଉ ଗୋଟେ ପଦ ପଢି ମୁଁ ସମାପ୍ତ ଆଡକୁ ଯିବା ପାଇଁ ଚାହେଁ। ପ୍ରଥମ ପିତର 3 ଅଧ୍ୟାୟ 1 ପଦରୁ ଆମେ ଆଗକୁ ପଢିବା। ଲେଖାଯାଏ, ସେହିପରି ହେ ଭାର୍ଯ୍ୟାମାନେ, ତୁମ୍ଭେମାନେ ଆପଣା ଆପଣା ସ୍ୱାମୀଙ୍କର ବଶୀଭୂତା ହୁଅ, ଯେପରି ସେମାନଙ୍କ ମଧ୍ୟରୁ କେହି କେହି ବାକ୍ୟର ଅନାଜ୍ଞାବହ ହେଲେ ସୁଦ୍ଧା ତୁମ୍ଭମାନଙ୍କର ସ୍ୱଭୟ ସଦାଚରଣ ଦେଖି ବାକ୍ୟ ବିନୁ ଆପଣା ଆପଣା ଭାର୍ଯ୍ୟାର ଆଚରଣ ଦ୍ୱାରା ପରିବର୍ତ୍ତିତ ହେବେ। ଜଣେ ଭାର୍ଯ୍ୟା ଯଦି ପରିବାରରେ ପରିତ୍ରାଣ ପାଇଛନ୍ତି ତାହେଲେ ଯଥେଷ୍ଟ। ହେଇପାରେ ଆପଣଙ୍କ ସ୍ୱାମୀ ଚର୍ଚ୍ଚ ଆସୁନାହାନ୍ତି, ସେ ଅବାଟରେ ଅଛନ୍ତି, ସେ ପରିତ୍ରାଣ ପାଇନାହାନ୍ତି। ଯଦି ଆପଣ ପରିତ୍ରାଣ ପାଇଛନ୍ତି ତାହେଲେ ଯଥେଷ୍ଟ। ଲେଖାଯାଏ, ସେହିପରି ହେ ଭାର୍ଯ୍ୟାମାନେ, ସେହିପରି ବୋଲି କହିଲେ ଯୀଶୁଙ୍କ ପରି। ଯୀଶୁଙ୍କ ପରି ସେ କଣ କଲେ? ଯେ ନ୍ୟାୟ ବିଚାରକର୍ତ୍ତାଙ୍କ ହାତରେ ସବୁ ବିଷୟ ସମର୍ପଣ କଲେ। ଯୀଶୁ ଖ୍ରୀଷ୍ଟଙ୍କର କୌଣସି ଭୁଲ ନଥିଲା। ହେଇପାରେ ଆପଣ ବି ପରିବାରରେ କୌଣସି ଭୁଲ କରୁନାହାନ୍ତି, ତଥାପି ଆପଣଙ୍କ ସ୍ୱାମୀ ଆପଣଙ୍କୁ ଟର୍ଚର କରୁଛନ୍ତି, ଆପଣଙ୍କ ପରିବାରରେ ଅଶାନ୍ତି ହେଉଛି, ଆପଣ ବଶୀଭୂତ ହୁଅନ୍ତୁ। ଆପଣ ଆଚରଣ ଦ୍ୱାରା ଆପଣଙ୍କ ସ୍ୱାମୀକୁ ଆପଣ ଲାଭ କରିପାରିବେ। ଆପଣ ତାଙ୍କୁ ହାତ ଧରି ଚର୍ଚ୍ଚକୁ ନେବା ଦରକାର ନାହିଁ, ଆପଣ ତାଙ୍କୁ ବାକ୍ୟରୁ ପ୍ରଚାର କରିବା ଦରକାର ନାହିଁ, ଶିକ୍ଷା ଦେବା ଦରକାର ନାହିଁ। ଆପଣଙ୍କର ଜୀବନ ଯଥେଷ୍ଟ। ଆପଣଙ୍କର ଆଚରଣ ସ୍ୱାମୀଙ୍କୁ ପ୍ରଭୁଙ୍କ ନିକଟରେ ଫେରାଇ ଆଣିବା ପାଇଁ ଯଥେଷ୍ଟ। ଏଠି ଲେଖାଯାଏ ଯେ ସ୍ତ୍ରୀର ସୁନ୍ଦରତା ଯୋଗୁଁ, ସ୍ତ୍ରୀର ଏଜୁକେଟେଡ, ସ୍ତ୍ରୀର ଉତ୍ତମ ଶିକ୍ଷା, ସ୍ତ୍ରୀର ଶକ୍ତି, ଜ୍ଞାନ, ବୁଦ୍ଧି ନୁହେଁ, ଗୋଟେ ସ୍ତ୍ରୀର ଆଚରଣ ସ୍ୱାମୀକୁ ପରିବର୍ତ୍ତିତ କରେ। ସେଥିପାଇଁ ବାକ୍ୟ କହେ, ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହକୁ ଗୁନ୍ଥେ, ଗୃହକୁ ତିଆରି କରେ, ମାତ୍ର ଅଜ୍ଞାନ ସ୍ତ୍ରୀ ସ୍ୱହସ୍ତରେ ଘରକୁ ସେ କଣ କରେ? ଭାଙ୍ଗି ଦିଏ, ନଷ୍ଟ କରିଦିଏ। ଗୋଟେ ଘର ଭାଙ୍ଗିବା ପାଇଁ କୌଣସି ମେସିନର ଆବଶ୍ୟକ ନାହିଁ, ଗୋଟେ ଘର ଭାଙ୍ଗିବା ପାଇଁ କୌଣସି ଅସ୍ତ୍ରର ଆବଶ୍ୟକ ନାହିଁ। ଗୋଟେ ଅଜ୍ଞାନ ସ୍ତ୍ରୀ ଘରକୁ ଭାଙ୍ଗି ଦିଏ, ଘରକୁ ବିତାଡ଼ିତ କରେ। ପ୍ରଭୁଙ୍କ ନାମର ଗୌରବ ହଉ। ଏହି ସ୍ଥାନ ଲେଖାଯାଏ, ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଆମର ଆଚରଣକୁ ଠିକ କରିବା। ଆଚରଣକୁ ଠିକ କଲେ ଆମର ସପରିବାର ପରିତ୍ରାଣ ପାଇବେ। ସେଥିପାଇଁ ଆମେ ବିଶ୍ୱାସ କରିଛୁ, ଭଲ ବିଷୟ। ବିଶ୍ୱାସ କରିବା ଯଥେଷ୍ଟ ନୁହେଁ। ବିଶ୍ୱାସ କାର୍ଯ୍ୟ ବିନା, କର୍ମ ବିନା ବିଶ୍ୱାସ ମୃତ୍ୟୁ ଅଟେ। ସେଥିପାଇଁ ଆମେ କେବଳ ବିଶ୍ୱାସ କରିବା ତାହା ନୁହେଁ, ଆମେ କର୍ମ ମଧ୍ୟ କରିବା, ଯଦ୍ୱାରା ପରମେଶ୍ୱର ପ୍ରତ୍ୟେକ ବିଷୟ ସେ ନିୟନ୍ତ୍ରଣରେ ନେବେ, ଆଉ ଆମର ସମସ୍ତ ପରିବାର ପରିତ୍ରାଣ ପାଇବେ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ ପ୍ରଭୁ, ବାକ୍ୟ ଦ୍ୱାରା ତୁମେ ଆମମାନଙ୍କୁ ପୁନର୍ବାର କଥା ହେଇଛ, ଉତ୍ସାହିତ କରିଛ। ତୁମ ନାମର ଗୌରବ ହଉ। ପ୍ରଭୁ, ତୁମେ କହିଲ ତୁମେ ବିଶ୍ୱାସ କଲେ ତୁମର ସପରିବାର ପରିତ୍ରାଣ ପାଇବେ, ଉଦ୍ଧାର ପାଇବେ। ପ୍ରଭୁ, এই ପ୍ରତିଜ୍ଞା ପାଇଁ, ତୁମରି ବାକ୍ୟ ପାଇଁ ଧନ୍ୟବାଦ। ରାଜା, ଯେଉଁମାନେ ଆମ ପରିବାରରେ ଆଜି ପରିତ୍ରାଣ ପାଇନାହାନ୍ତି, ଆମେ এই ବାକ୍ୟକୁ ରିସିଭ କରୁଛୁ, এই ପ୍ରତିଜ୍ଞା ଉପରେ ଆମେ ଠିଆ ହେଉଛୁ। ପ୍ରଭୁ, ଆମେ ତୁମଠାରେ ବିଶ୍ୱାସ ରଖୁଛୁ। ଆମେ ଜାଣିଛୁ ତୁମେ ଆମର ପରିବାରକୁ ତୁମର ଆଗମନ ପୂର୍ବେ ତୁମେ ସେମାନଙ୍କୁ ପରିତ୍ରାଣ ଦେବ। ଅନୁଗ୍ରହ କର, ଦୟା କର। এই ବାକ୍ୟ ତୁମ ହସ୍ତରେ ଦେଇ ଆମେ ସମସ୍ତେ ତୁମ ହସ୍ତରେ ସମର୍ପିତ ହେଇ, ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛି। ଆମେନ୍, ଆମେନ୍। ପୁନର୍ବାର ସମସ୍ତଙ୍କୁ ନମସ୍କାର। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆମେନ୍।